जय श्री राम जय श्री राम गणभूत टीका बुझे कि से माने अचानक जन्म जो जन्म विषय कहूँ किंतु केते ट्रिक्स लिखिं जो लेखार शैली ये जो गुड़ा किसी जानव से अन्य लेखा सहित जो जटिल आसो यहाँ बुझीपार से जे दास बलराम निवास तही शुण रामचंद्र प्रजतन जो पंचसखा जन्म श्रीकृष्ण कृपारू ठाब पाइलु निरलंब भूई आश्रित हेलु जो भूमि आम रहिलु आश्रित होकर रहिलु सेटा पुछा कलु राम जन्मक अति गुप्त बड़ विवेक अति ही गुप्त केमती से लिखिले ना डाण अंक को गुणीबु जेबे बाम अंक गोटी मिसाओ तेबे भल शुण डाण अंक को गुणीबु जेबे बाम अंक गोटी मिसाओ तेबे हेमंत साल हुए निकर शुण रामचंद्र एथि भीतर यहाँ नुह आ भीतर कथा शुण सात भुज अरि मणि मित्र रे सात भुज अरि मणि मित्र रे चारि सन है ओड राष्ट्र रे यही अंक मुई जन्म हेली पामर अच्युत नाम बोली देख केते सुंदर भाव लिखी जे सात सात 17 में 7 कहीदेले ताले भुज है केते दुईटा ताले 7 2 केते है 9 तापर 7 भुज अरी अरी माने क्या षड़ अरी माने अरी बोले आमर षड़ी पुनः काम क्रोध लोभ मोह मद मत्सर्य ये 6 नु ताले ये 7 2 9 अरी है केते 6 केते है 15 मणि मणि है केते मणि केते 9 नवरत्न तार मिसा था 24 मणि मित्र रे चारि हाँ 7 भुज अरी मणि मित्र रे 4 मित्र है 12 मित्र 12 मान कौन सूर्यंकर गोटे ना हूँ मित्र तेणु मित्र तार मिसा केते 36 36 यही जो 36 है से पढ़ले डाण अंक को गुणीबु जेबे बाम अंक गोटी मिसाओ तेबे तार तार जो 36 पाइल तार कौन है डाण अंक केते है 6 डाण अंक गुणीबु जेबे क्या सहित बाम अंक गोटी मिसाओ तेबे तार 70 18 है डाण अंक गुणीबु जेबे डाण अंक है केते 36 रे केते है 6 बाम अंक केते है 3 ताल के 18 होगा या सहित बाम अंक 3 मिसाइले से लिखले नहीं बाम अंक गोटे मिसाओ तेबे ताल 18 3 मिसाइले के 21 ताल से 21 अंक जन्म हेले किए अच्युतानंद कौ अंक ना पुरुषोत्तम अंक बर्तमान आकु पढ़ी माने कहते सब जन्म हो गए तापर देख 7 भुज अरि मणि मित्र 4 सन है ओड राष्ट्र 4 सन माने से जन्म ने ओड राष्ट्र यही अंक में जन्म हेली पामर अच्युत नम बोली अर्थात 21 अंक जन्म होते 3 17 पक्षपुर देवे भल 3 17 3 17 3 17 आउ तापर कौन कहले 3 17 पक्षपुर देवे पक्ष पक्ष है 2 3 17 17 युक्त 2 हाँ 19 पक्ष है नहीं बुझीपार 2 है पक्ष 3 17 3 17 17 पक्ष है 2 पुर है केते पुर 3 पुर ना पुर है 3 17 2 19 पक्ष 2 है ना 17 2 19 आ पुर है 3 केते है 19 3 22 हो 17 3 पा 20 17 3 20 2 22 3 25
17 ବା 17 କେତେ ହେଲା 20 ହେଲାନି ତା ଦେହରେ ମିଶିବ କ'ଣ 17 ପକ୍ଷ ମିଶିବ ପକ୍ଷ ହେଲା କେତେ ପୁର ହେଲା 3 ତାହେଲେ ସମୁଦାୟ ହେଲା କେତେ 25 ଶିଶୁ ଅନନ୍ତ ଜନ୍ମିଛି ତେବେ ତାହେଲେ ଯେଉଁ 25 ଅଙ୍କ ବାହାରିଲା ସେଇ 25 ଅଙ୍କରେ କିଏ ଜନ୍ମ ହେଲେ ଶିଶୁ ଅନନ୍ତ ଜନ୍ମ ହେଲେ ଅଙ୍କ କଥା ସେ କହୁନାହାନ୍ତି କିନ୍ତୁ ଖାଲି ଲେଖୁଛନ୍ତି କେଉଁର ଅଙ୍କ ଆଉ ତାପରେ ସେ ଲେଖିଲେ ତାର ସଙ୍ଗେ ଯେବେ ଭୁଜ ମିଶାଇ ଜଗନ୍ନାଥ ଦାସ ଜନ୍ମ ହୋଇ ତାର ସଙ୍ଗେ ଯଦି ଭୁଜ ମିଶାଇ ଭୁଜ ହେଲା 2 ତାହେଲେ ସେ ଜନ୍ମ ହେଲେ 25ରେ 2 ମିଶାଇ ଦେଲେ କେତେ ହେଲା 27 ତାହେଲେ 27ରେ କିଏ ଜନ୍ମ ହେଲେ ଜଗନ୍ନାଥ ଦାସ ଜନ୍ମ ହେଲେ ତମେ ବୁଝିପାରିବ ତାଙ୍କ ଜନ୍ମ ସବୁ କେମିତି ଲେଖା ହେଉଛି ତାପରେ କହିଲେ ସେଇ ଅଙ୍କେ ଯଶବନ୍ତର ଜାତ ବଳରାମ 4 ପୂର୍ବେ ଉଦିତ ବଳରାମଙ୍କର ହେଲା ଏଠି କେତେ ବର୍ଷ କେତେ କହିଲେ ହଁ ଯେଉଁ ହେଲା ସେଇ ଅଙ୍କେ ଯଶବନ୍ତ ଜାତ ବଳରାମ 4 ପୂର୍ବେ ଉଦିତ ଫେରିଲେ କେତେ ହେଲା ଏଇଟା ହେଲା କେତେ ଅଙ୍କ 27 ଅଙ୍କରେ ଜନ୍ମ ହେଲେ କିଏ ତା ଦେହରୁ 4 ଫେଡ଼ା ହେଲା 23 ତାହେଲେ 23 ଅଙ୍କରେ କିଏ ଆସିଲେ ଯଶବନ୍ତ ଦାସ ଆସିଲେ ତେଣୁ ଏ ପଞ୍ଚସଖାଙ୍କର ବୟସ ଏଇଭଳି ଲେଖିଲେ ଗୁପ୍ତରେ ଆମେ ଠାବ କହିଲୁ ସେଇ ଯେଉଁ ଅଙ୍କ ଗୁଡ଼ା ଆମେ ଗୁପ୍ତରେ କହୁଛୁ ତମେ କାହା ଆଗରେ କହିବ ନାହିଁ ଏଇ ଅଙ୍କରେ ସେ ସବୁ ଜନ୍ମ ହେଇଥିଲେ ଏଇ କଥା ସେ ଲେଖିଛନ୍ତି ତାମାନେ ଯେଉଁ ଗୁପ୍ତର ରହସ୍ୟ ସବୁ କହିଲି ଯେଉଁଟା ସବୁ ଏଇଗୁଡ଼ା ତ ମଣି କାହାକୁ ଅରି କାହାକୁ କହନ୍ତି ଆଉ ମିତ୍ର କାହାକୁ କହନ୍ତି ମିତ୍ର ମାନେ 12 ବୁଝିବାକୁ ପଡ଼ିବ କାହିଁକିନା ସୂର୍ଯ୍ୟଙ୍କର ଗୋଟେ ନାଁ ମିତ୍ର ତେଣୁ ଏଇଭଳି ଭାବରେ ବୁଝିଲେ ତୁମେ ସବୁ କଥାଟାକୁ ସହଜରେ ବୁଝିପାରିବ ଅର୍ଥାତ୍ ତାଙ୍କ ବିଷୟରେ ଜାଣିବା ଦରକାର ଯେ ଭୁଜ କ'ଣ ଅରି କ'ଣ ମଣି କ'ଣ ରତ୍ନ କ'ଣ ଆଉ ଏଇଭଳି ଭାବରେ ବୁଝିକି ତାପରେ କରିପାରିବ ନହେଲେ ଯଦି ମିତ୍ର ବୁଝିପାରୁନଥିବ ମିତ୍ର ଅଙ୍କ ଏମିତି ସେ ଲେଖିছে ଏମିତି ଆର ଗଭୀର କଥା ଶୁଣିବାକୁ ପଡ଼ିବ ବୁଝିବାକୁ ପଡ଼ିବ କିନ୍ତୁ ଏମାନଙ୍କର ଗୋଟେ ବହି ପଢ଼ି ଗୋଟେ ଭାବ ସୃଷ୍ଟି ହେଇଗଲାଣି ଆମେ ସବୁ ଏଇଆ ହଁ ସେ ଦାଣ୍ଡିଆମାଳ ଉପରେ କିଏ ଗୋଟେ କହୁଥିଲେ ଆରେ ଦାଣ୍ଡିଆମାଳ ତୁମର ଜାଗା କରି ତୁମେ କଳ୍ପତରୁ ହୋଇଯାଉ ନା କ'ଣ ଅଛି ସଂସାରରେ ଭଲ ମଣିଷ ହେଲେ ଗଲା ଯାହାକୁ ପାରିବ ଧର ସେଟା କ'ଣ ମାଳ ପଡ଼ିଆ ଯଦି ଦାଣ୍ଡିଆମାଳ ହେଲା କିଛି ନାହିଁ ଦାଣ୍ଡିଆମାଳ ଯଦି କି ଭଲ ଲୋକଟେ ଜନ୍ମ ହେଇକି ସଂସାରରେ ଭଲ କାମ କରିବା ସେଇଟା ଦରକାର ଦାଣ୍ଡିଆମାଳ କି ହରିଆଟ ପଡ଼ିଆ ଇଏ କିଛି ଆବଶ୍ୟକ ନାହିଁ ଭଲ ମଣିଷକୁ ସବୁ ଚିହ୍ନିଯିବେ କହିଲେ କେହି ଚିହ୍ନିବେ ନା କେହି ଚିହ୍ନିବେନି ମୁଁ ବି ଜାଣିଛି ବହୁତ କହି କେହି ବି ଜାଣିବେନି ତୁମ ଗୁଣ ତୁମର ପରିଚୟ ଦିଏ ତୁମଠାରୁ କେତେ ମହାନ ଲୋକ ସବୁ ଦେଶ ଶାସନ କରୁଛନ୍ତି ବହୁତ ମହାପୁରୁଷ ଅଛନ୍ତି ଆମେ ବହି ପଢ଼ିକି ସୀମିତ ଭାବରେ ଖାଲି ଭକ୍ତ କରିକି ଗୋଟେ ଚଲେଇଛନ୍ତି ନା ଆଉ ସେ କି ଆମେ ଏମିତି ସେମିତି କିଛି କଥା ନାହିଁ କେଉଁ ଭକ୍ତ ଗୋଟିଏ କେହି ପରିବର୍ତ୍ତନ ହେବେ ନାହିଁ ନା କିଛି ନାହିଁ କେଉଁ ଭକ୍ତଙ୍କୁ ଏବେ ମାନେ ଦେଖାଯାଏ ମହାତ୍ମାଙ୍କ ଯେଉଁ ଭଲ କାମ ତାଙ୍କ ଶିଷ୍ୟ କିଏ ଗୋପବନ୍ଧୁଙ୍କ ଶିଷ୍ୟ କିଏ ହରିହର ଆଚାର୍ଯ୍ୟଙ୍କ ଶିଷ୍ୟ କିଏ କିଛି ନାହିଁ ଭଲ କାମ କରିଗଲେ ତାଙ୍କ ନାଁ ରହିଗଲା ହେଲା କି ସେଟା ଭଲ କାମ କରିଯା ନାଁ ରହିଯିବ ଇଏ ଶିଷ୍ୟ ମୁଁ ବି କରିକି ଦେଖିନି କି କ'ଣ ଲାଭ କ'ଣ ଭଲ ମଣିଷ ହେବା ଭାରି କଷ୍ଟ ସେ ହେଉଛି ଉପରବାଲାର କାମ ତାଙ୍କ କୃପା ହେଲେ ଯାଇକି ସବୁକିଛି ଘଟଣା ଘଟିଥାଏ ସେ କିଛି କାହିଁକିନା ମଣିଷ ଜନ୍ମ ସ୍ୱାର୍ଥପର ନା ମଣିଷଟା ସ୍ୱାର୍ଥପର 84 ନର୍କ ଭିତରେ ଅଛି ତେଣୁ ସେ ନର୍କରୁ ଯେଉଁମାନେ ପାରି ହେଇଥିବେ ସେମାନେ ସମାଜର ମଙ୍ଗଳଟେ କରିପାରିବେ ନହେଲେ ତୁମେ 10,000 ହେଲେ ତୁମେ ପକେଟରେ ପୁରେଇ ନୁଚେଇବ ବୁଝିଲେ ସଂସାରର ଲୋକ ଆଉ ସବୁ ସଂସାର ଯେମିତି ଆଉ କ'ଣ ଆମେ ଏଠି ଛାଡ଼ିଗଲେ ଟଙ୍କା ବାକ୍ସ ସେଠି ଗୋଟେ ଟଙ୍କା ବାକ୍ସ ବୁଝିଲେ ସେ ଏଠି ସ୍ତ୍ରୀ ଛାଡ଼ିଗଲେ ଦେଖିଲ ସେଠି ବି ପୁଳେ ସ୍ତ୍ରୀ ଲୋକ ରହିଲେ ଖରାପ ଅର୍ଥରେ କହୁନି ଭଲ ଅର୍ଥରେ ସ୍ତ୍ରୀମାନେ ଅଛନ୍ତି ନା ନାହିଁ ଆଉ ତାର ଛାଡ଼ିଲ କ'ଣ ଏଠି ଭାଇ ବାଣ୍ଟ ଛାଡ଼ୁନଥିଲ ସେଠି ବି ବାର ବୁଝିକି ବାଟ କରିଲ ଏତିକି ମଠ ଆଉ କେଉଁଟା ରହିଲା ସବୁ ଗୋଟେ ଆମେ ତ ସଂସାରରେ ରହିଛନ୍ତି ପୁରା ସଂସାରୀ ଯେଉଁ ମଠ ବାଡ଼ି କରୁଛନ୍ତି ତାପରେ ବି ତାର ବାର ବୁଲେଇକି ଏ ମଠ ଆମର ଏ ପଇସା ଆମର ତା ଦେହରେ ବିବାଦ ସ୍ତ୍ରୀ ଲୋକ ରହୁଛନ୍ତି ରୋଷେଇ କରିଦେଲେ ଖାଇଲେ ପିଇଲେ ବୁଝିଲେ କି ଆଉ ଘରଟା କ'ଣ ଅସୁବିଧା ହେଇଥିଲା
ଆଉ ଘରେ କ'ଣ ସେଇ ତ ସମସ୍ତେ ଥିଲେ। ନିଜ ଘର ପୁଅ ଝିଅକୁ ପୁଅ କହିପାରିଲେନି, ପଦାରେ ପୁଅ ପୁଅ ଡାକୁଛ ସିଏ ଚଳିବ। ଏଇଟା କଥା ହେଉଛି ଯିଏ ଯେଉଁଠି ରହୁ, ଘରେ ରହୁ, ନର୍କରେ ରହୁ, ଯେଉଁଠି ରହୁ, ସଂସାର ଭଲ କାମ କଲେ, ଯେତିକି ଭଲ କାମ କର ତୁମକୁ ଭଗବାନ ସାହା ହେବେ। ଆଜି ଭଲ କାହାଣୀଟେ କହୁଛି ଉପରେ। ଜଣେ ଜଣେ ସେଠ ଥିଲେ। ସେଠ ମାନେ ବଣିକ ଜାତିର, ମାନେ ବହୁତ ଧନରତ୍ନ ତାଙ୍କର ଥିଲା। ସେ ବେପାର କରିକି ଫେରୁଥିଲେ, ଦେଖିଲେ ଯେତେ ବାଟ ଚାଲିକି ଯିବା ପାଇଁ ପଡ଼ିବ, ଏତେ ଧନ ନେଇକି ଯିବାଟା ସମାନ। ତେଣୁ 4 ଜଣ ଗୁଣ୍ଡା ମାନେ ମଲ୍ଲ, ଯାହାକୁ ପଇସା ଦେବି ସେମାନେ ମୋତେ ନିରାପଦ ନେଇକି ଛାଡ଼ି ଦେଇକି ଆସିବେ। 4 ଜଣ ତାଙ୍କର ତେଣ୍ଡା ମେଣ୍ଡା ଧରି ତାଙ୍କ ସାଙ୍ଗରେ ଚାଲିଲେ, ପଇସା ନେବେ ଅଧିକା, ଆଉ ପୁରା ନିରାପଦରେ ଆସିଲେ। ଆଉ ଅଳ୍ପ ବାଟ ଅଛି ଏଇଠୁ ଧର 100 ମିଟର କି 200 ମିଟର, ଏତେ ନାହିଁ, ପାଖ 100 ମିଟର ଧର କି 150 ମିଟର। ସେ କହିଲେ ଇଏ 4 ଯଦି ଘରକୁ ନେବି, ଇଏ ସେ ଖାଇବା ପାଇଁ ତାଙ୍କୁ ଦେବା ପାଇଁ ପଡ଼ିବ। ଫେର ଘରେ କିଏ ତ ସେ ତ ରୋଷେଇ କରିବନି, ରୋଷେଇ କରେ ଖାଇବା ଦେ, ଫେର ଗୋଟେ ଜମିଲା କାହିଁକି ହେବ। ତାଙ୍କୁ ପଇସା ସେଇଠି ଧରେଇ ଦେଇ କହିଲେ ବାବା ଏଇଠି ତୁମ ଘର, ମୁଁ ପଳେଇବି, ତୁମେ ଯାଅ। ସେ ତାର ପଳେଇଲେ। ଆଉ କ'ଣ, ଇଏ ତାପରେ ଯେଉଁ 3ଟା ଝୁଲାକୁ ଧରିକି ତା ଘରକୁ ଧନରତ୍ନ ନେଇକି ଯାଉଛି। ଅଳ୍ପ ବାଟ ଯାଇଛି, 60ଟା ଲୋକ ମୁହଁରେ ଗାମୁଛା ବାନ୍ଧିକି ଡକାୟତ ଘେରିଗଲେ। ହେଲା କି, ପୁରା ଡକାୟତ ଘେରିଗଲେ। ସମସ୍ତଙ୍କ ହାତରେ ଖଣ୍ଡା, ଆଉ ମୁହଁ ବନ୍ଧା ହେଇଛି, ଖାଲି ଆଖି ଟିକେ ଟିକେ ଦେଖୁଛି। ଆଚ୍ଛା 4 କି ତ ନେଇକି ଆସିଥିଲା ଏତେ ବାଟ, ଏଇଠୁ ଭାବୁଥିଲା ସ୍ୱାର୍ଥ ପଡ଼ିଗଲା ନା ନାହିଁ, ଆଉ କାହିଁକି ତାଙ୍କୁ ଘରୁ ନେଇକି ଖୋଇବି, ମୁଁ ଏକା ପଳେଇବି, ତାହେଲେ ବିପଦ ଆସିଲା ନା ନାହିଁ। 60 ଜଣ ଘେରିଗଲେ। ଇଏ ପୁରା ବିକଳ ହେଉଛି ଯେ ମୋତେ ଛାଡ଼ିଦିଅ, ଛାଡ଼ିଦିଅ, ମାରନା ମାରନା। ତା ଦେହରେ ଯେଉଁ କପଡ଼ା ବନ୍ଧା ହେଇଥିଲା, ସେ କପଡ଼ାରେ ଆଖିରେ ଚିହ୍ନିକି ସିଏ କହିଲା ଆରେ ତୁ ଦୀପା ଆଉ ଇଏ ନରି, ତମେ ମୋତେ ମାରିବା ପାଇଁ ଆଇଛ। ତା ପାଖରେ ରୁହନ୍ତି ନା ନାହିଁ। ଯେତେବେଳେ କହିଲା ଆରେ ଦୀପା ନରି ତମେ ମାରିଦେବ, ମୋରି ପାଖରେ ରହିଥିଲ, ମୋରି ଧନ ଖାଉଥିଲ। ସେଇଠୁ ସିଏ ଦେଖିଲେ ତ ଚିହ୍ନିଦେଲେ, ସେ ମୁହଁରେ କାଢ଼ିଦେଲେ। କହିଲେ କ'ଣ କରିବା ଆଜ୍ଞା, ଆମେ ଗୋଟେ ଧନ ଲୋଭରେ ପଡ଼ିକି ଏଇ କଥାଟା କରିଯାଉଥିଲ। ଆଉ ଇଏ ସବୁ 58 ସାଙ୍ଗରେ କହିଲେ ନାଇଁ ନାଇଁ, ଇଏ ଆମ ବଦଳି ଗଲେ, ଯେମିତି ଦେଖିଦେଲେ ନା। କହିଲେ ନାଇଁ ନାଇଁ ତୁମେ ସବୁ ଫେରିଯା। କହିଲେ ନାଇଁ ଆମେ ଫେରିବୁନୁ। ଇଏ ସେଇଠୁ ତାକୁ ବୁଝାବୁଝି କରିକି ଏପଟ ଘଣ୍ଟା ଘଣ୍ଟା ବୁଝେଇକି କହିଲେ ନାଇଁ ନାଇଁ, ଇଏ ଆମ ମୁନିବ, ଆଙ୍କ ଧନ ଖାଇଛୁ, ଆମ ଲୁଣ ଖାଇଛୁ, ଏଥିରେ ପୁରା ତାଙ୍କୁ ସବୁ ବିଦା କରିଦେଲେ। ହେଲା କି, ତାପରେ ଇଏ 2 ଜଣ ତାଙ୍କୁ ନେଇକି ଯେଉଁଟା ତାଙ୍କୁ ଆସିଥିଲେ ଡକାୟତ କରିବା ପାଇଁ, ସେ ତାଙ୍କ ଘରକୁ ନେଇକି ଛାଡ଼ିଦେଲେ। ଇଏ ଘରେ ପହଞ୍ଚିଲେ, ସୁରକ୍ଷିତ ହେଇଗଲେ ନା ନାହିଁ। ସ୍ତ୍ରୀ ପଚାରିଲା କ'ଣ, ନା ଏଇଆ ଘଟଣା ହେଇଛି। କଥା ଏଇଆ ଯେ ନରି ଦୀପା ମୋତେ ଆଣି ଛାଡ଼ିଲେ, ନହେଲେ ମୋତେ ସେ 58 ଜଣ ମାରି ଦେଇଥାନ୍ତେ। କିନ୍ତୁ ଇଏ 2 ଜଣ ମୋର ପରିଚୟ ଥିବାରୁ ସେ କଥାଟା ବୁଝିକି ସମାଧାନ କରିକି ମୋତେ ନେଇ ଆସିଲେ। ତାଙ୍କ ସ୍ତ୍ରୀ ହସି ହସି କହିଲା ଏଥିରୁ ସ୍ୱାମୀ ଆପଣ କ'ଣ ବୁଝିଲେ? ନା କ'ଣ ବୁଝିଲ ତମେ ବୁଝାଅ। ସ୍ତ୍ରୀ ଥିଲା, ପତିବ୍ରତା ଜ୍ଞାନୀ ଥିଲା। କହିଲା ସମସ୍ତଙ୍କ ଜୀବନରେ 60 ମିନିଟ୍ ଆସେ, ହେଲା କି, 60 ମିନିଟ୍ ଆସେ। 60 ମିନିଟ୍ରୁ ଦେଖ 60 ଜଣ ଘେରିଥିଲେ ନା, ତମକୁ 58 ଜଣ କହୁଥିଲେ ମାରିଦେବେ, ତମ ସପକ୍ଷରେ 2 ଜଣ ପଳେଇଆଲେ। କାହିଁକିନା ତମ ଗୁଣଗାନ କରିଥିଲେ ବା ତମ ଲୁଣ ଖାଇଥିଲେ ବା ଯାହା କରିଥିଲେ ତମ ସପକ୍ଷରେ ଥିଲେ। ତାହେଲେ ଇଏ ଯେଉଁ 2 ଜଣ ତମକୁ ରକ୍ଷା କଲେ, ଅର୍ଥାତ୍ 58 ମିନିଟ୍ ତମକୁ ମାରିବାକୁ ଚାହିଁଲା, ଇଏ 2 ମିନିଟ୍ ତମକୁ ରକ୍ଷା କରିବା ପାଇଁ ଚାହିଁଲା ବା ରକ୍ଷା କରିଦେଲା। ଏହାର ଅର୍ଥ ବୁଝା ନା, ଏତିକି ସ୍ୱାମୀ ବୁଝ, ଯଦି 1 ଘଣ୍ଟାରେ ଆମେ 2 ମିନିଟ୍ ଠାକୁର ଡାକିଥିବା, ପ୍ରତି ଘଣ୍ଟାରେ ଆମେ 2 ମିନିଟ୍ ଯଦି ଠାକୁରଙ୍କୁ ଡାକିଥିବା, ଆଉ 8 ମିନିଟ୍ଟା ଆମେ ଅନ୍ୟ ଆଡ଼େ ଛାଡ଼ି ଦେଇଥିବା, ତାହେଲେ ସେ ଯେଉଁ 2 ମିନିଟ୍ଟା ତୁମକୁ ରକ୍ଷା କରିବ ନା ନାହିଁ? 2 ମିନିଟ୍ଟା ରକ୍ଷା କରିବ ନା ନାହିଁ? ତେଣୁ 1 ଘଣ୍ଟାରେ ଧର ବର୍ତ୍ତମାନ ଆମେ ଯଦି 5ଟା ରାତିରୁ ହେଲାଣି, 5ଟାରୁ ଏବେ ହେଲା 9ଟା ହେଲାଣି, 4 ଘଣ୍ଟା, ଅତି କମ୍ରେ ତ 10 ମିନିଟ୍ ଠାକୁରଙ୍କୁ ଡାକିବା ଦରକାର। ତେଣୁ ଯଦି 24 ଘଣ୍ଟା ହେଲା, ତାହେଲେ 24ରେ 2 ମିଶାଇଲେ କେତେ ହେଲା? 48 ଘଣ୍ଟା, 48 ମିନିଟ୍। ତାହେଲେ 48 ମିନିଟ୍ ଯଦି ଡାକୁଥିବ, ତୁମେ ସବୁ ବିପଦରୁ ଉଦ୍ଧାର ପାଇବ।
ଆଠୁ ଆଉ ସହଜ ବାଟ କ'ଣ ଅଛି? ଗୋଟିଏ ଘଣ୍ଟାରେ 2 ମିନିଟ୍ ଡାକିଦେବ, ମାଳିଟିଏ ଗଢ଼ିଦେବ 2 ଥର, ଫେର ଗୋଟେ ଘଣ୍ଟାରେ ମାଳି 2 ଥର ଗଢ଼ିଦେବ ବା ମନେ ମନେ ସ୍ମରଣ କରିଦେବ। ଏତିକି ଯଦି ନ କରିବ ତ ମଣିଷ ଜୀବନ ଠିକ୍। ଏତେ ପରିଷ୍କାର ଭାବରେ ଠାକୁର କହିଛନ୍ତି ଘଣ୍ଟାରେ 2 ମିନିଟ୍ ଡାକ, ସେଇ 2 ମିନିଟ୍ଟା ତୋତେ ରକ୍ଷା କରିବ। 24 ଘଣ୍ଟାରେ ତ 48 ମିନିଟ୍ ହେଉଛି, ଅତି କମରେ ତୁ 30-40 ମିନିଟ୍ ମୋତେ ଡାକେ, ମନେ ପକେଇଲେ ସେତେବେଳୁ ସେ କାମ କରିବନି ନା, ନହେଲେ ମାରିଦେବେ ନା। ଏ 58 ଅଛନ୍ତି ଡକାୟତ, ଆଉ ଇଏ 2 ମିନିଟ୍ ଯଦି ତୁମେ ସେଇ ଡକାୟତ ହାବୁଡ଼ରେ ପଡ଼ିଲ, ତୁମେ 60 ଡକାୟତ ହେଇକି ତୁମେ ମାରିଦେବେନି। କଥା ହେଉଛି ଏଇଠି, ସେ କିଏ ବଡ଼ ଠାକୁର କିଏ ମଣିଷ କ'ଣ ହେଇଯାଉଛି ହଉ, ତୁମେ କଥା ମାନିକି ଘଣ୍ଟାରେ 2 ସେ 2 ମିନିଟ୍ ହିଁ ତୁମକୁ ଏଠୁ ରକ୍ଷା, ସଂସାରରୁ ରକ୍ଷା କରିବ, ମଲାବେଳେ ବି ରକ୍ଷା କରିବ, ସବୁ କରିବ। ସମସ୍ତେ ସଂସାରରେ ବେଇମାନ କରିବେ, ଠାକୁର କ'ଣ ବେଇମାନ କରିବେ? କ୍ଷଣ ମୁହୂର୍ତ୍ତେ ଡାକିଥିଲେ ବି ସେ କୃପା କରିବେ। ସେଇଟା ହେଲା ବଡ଼ କଥା। ଆଉ କିଏ କ'ଣ ହେଇଯାଉଛି ସେଇଥିରେ ବଡ଼ କଥା ନୁହଁ। ଯିଏ ହେଉଛି ହଉନି, କ'ଣ ଅସୁବିଧା କ'ଣ, କାହାର କ୍ଷତି ହେଉଛି କି? ନବୀନ ପଟ୍ଟନାୟକ ଥିଲେ, ସିଏ ଗଲେ, ଆଉ ଜଣେ ମୁଖ୍ୟମନ୍ତ୍ରୀ, ସେ ବି ଦେଶ ଚଳାଇଲା। ଆଚ୍ଛା ସେଇଭଳି ତୁମେ ଯିଏ ଯୋଗ୍ୟ ହେଲା, ମହାପୁରୁଷ ହେଇପାରିଲା, ସଂସାର ମଙ୍ଗଳ କଲା, ହେବା ଉଚିତ, ଆବଶ୍ୟକ, ଏଇ ସମୟରେ ଆବଶ୍ୟକ ଅଛି। କିନ୍ତୁ ଲୋକଙ୍କୁ ମିଛ କହିକି ମାନେ ମୁଁ ଅମକେଇ ଧମକେଇ ଏଗୁଡ଼ା ଭଲ ନୁହେଁ। ମିଛ କାହିଁକି କହିବ, ସତ କୁହ, ଆଉ ସତରେ ତୁମେ ଚାଲ, ଦେଖିବ ନା ତୁମେ ମହାପୁରୁଷ ହେଇଯିବ। ମିଛ କହିଲେ କେହି ହେବନି। କିଏ ଗୋଟେ ନାକ ଦେଖିକି କହିଲାଣି ମୁଁ ଅମକେଇ, କିଏ ଅମକେଇ ଧମକେଇ, ପର କଥାରେ ତୁମେ ପିଠା ଖାଇବ। ତୁମ ପାଖରେ କି ଗୁଣ ଅଛି ଦେଖ। ଆଉ ଯଦି ସବୁଗୁଡ଼ା ସବୁ କିଏ କହିଦେଉଛନ୍ତି ଗଣି ଆଣିକି, ସେଗୁଡ଼ା ମିଛ କଥା, ତା ପେଟ ପୋଷିବା କଥା। ଜୟ ଶ୍ରୀରାମ।